ଆଖିରେ ଲୁହ, ଶରୀରରେ କଷ୍ଟ ଆଉ ମନରେ ଢେର ସାରା କୋହ ଥାଇକି ବି ହସିବାକୁ ପଡୁଛି କେବଳ ଆଉ କେବଳ ମୋ ଲାଡୁ ବାବା ପାଇଁ। କଥା ଏମିତି କି 2 ଦିନର ଛୁଟି ପାଇ ଭାରି ଖୁସିରେ କାଲି ରାତିରେ ହିଁ ଯାଇ ପହଞ୍ଚି ଯାଇଥିଲି ହଜବେଣ୍ଡଙ୍କ ପାଖେ। କିନ୍ତୁ ସିଚୁଏସନ ଏମିତି ହେଲା ଯେ 2 ଦିନ ପାଇଁ ଯାଇଥିଲି ସିନା ଗୋଟେ ଦିନ ବି ଆମେ ମିଶିକି ରହିପାରିଲୁନି। ମାନେ ଗୋଟେ ଦିନ ଛୁଟି ପରେ ଅର୍ଜେଣ୍ଟଲି ମତେ ନେକ୍ସଟ ଡେ ରେ ଜଏନ୍ କରିବାର ଥିଲା। ଗଲା କାଲି ରାତିରେ ଯାଇ ପହଞ୍ଚୁ ପହଞ୍ଚୁ ଆଜି ରାତିକୁ ବି ଆମେ ଏକାଠି ନାହୁଁ। ସ୍ୱାମୀଙ୍କୁ କହିଲି ଆଜି ଯିବାକୁ ଜମା ଇଚ୍ଛା ହଉନି, କାଲି ସକାଳେ ଗଲେ ହୁଅନ୍ତାନି। ହେଲେ ତାଙ୍କର ଗୋଟିଏ ଜିଦ୍, ଥଣ୍ଡାରେ ପିଲାଟାକୁ କାହିଁ ନେଇକି ଯିବ ଯେ। ଲାଡୁ ବାବାର ହେଲ୍ଥକୁ ଆଖି ଆଗରେ ରଖି ସକାଳକୁ ନ ରହି ସନ୍ଧ୍ୟାରେ ହିଁ ବାହାରି ଆସିବାକୁ ବାଧ୍ୟ ହେଲି। ଆଉ କାଲି ଯାଇ ଆଜି ଚାଲି ଆସିଲି ବୋଲି ସେଥିରେ ତ ମୋର ଦୁଃଖ ଥିଲା, କିନ୍ତୁ ପ୍ରକୃତ ଦୁଃଖ ଥିଲା ହଜବେଣ୍ଡ ତ ଆମକୁ ଛାଡିବାକୁ ଆସିଥିଲେ କିନ୍ତୁ ଘରକୁ ନ ଆସି ବାହାରୁ ବାହାରୁ ହିଁ ଛାଡି ଚାଲିଗଲେ। ଆଉ ଯୋଉଥିପାଇଁ କି ମତେ ଏତେ କଷ୍ଟ ଲାଗିଲା ଯେ ମୋ ଲୁହକୁ ଆଉ ମୁଁ ଅଟକେଇ ରଖିପାରିଲିନି। ସେ ମୁହୂର୍ତ୍ତରେ ମତେ ଏମିତି ଲାଗୁଥିଲା ନା ସତେକି ଏ ଦୁନିଆରେ ଯେମିତି ମୁଁ ଏକା ହେଇଯାଇଛି। ଆଉ ରହିଲା ମୋ ଲାଡୁ ବାବା, ସେ ଗୁରୁଣ୍ଡିଲା ଦିନଠୁ ତାକୁ ସମ୍ଭାଳିବା ଏତେ କଷ୍ଟ ହେଇଯାଇଛି କହିବା କଥା ନାହିଁ। ଆଉ ସବୁ କାମ ତାକୁ ଆଖି ଆଗରେ ରଖିକି ହିଁ କରିବାର ଅଛି। ସେ ଶୋଇଲା ପରେ ହିଁ ଯାଇ ଯାହା ରୋଷେଇ ବାସ କି ଖାଇବା ପିଇବା ଟିକେ କରି ହଉଛି, ନାଇଁ ତ ସେମିତି ପଡି ରହୁଛି। ଆଉ ତା ଛଡା ଏକାକି ଛୁଆ ସମ୍ଭାଳିବା ସହିତ ଘର କାମ ପୁଣି ଜବ୍ କରିବାଟା କେତେ ଯେ କଷ୍ଟ ସେଟା କେବଳ ମୁଁ ହିଁ ଜାଣିଛି। ହଜବେଣ୍ଡ ଏଠି ବାହାରୁ ବାହାରୁ ଆଗ ଛାଡିକି ଯିବା ପରେ ତାକୁ ଆଗ ସେଜ ପରାପରି କରିକି ସେ ଟିକେ ଖେଳିଲା ପରେ ସବୁ ଜିନିଷ ଏକା ରଖାରଖି କରିଦେଇଥିଲି। ତାପରେ ତାକୁ ଖୁଆଇକି ଶୁଆଇଦେଲି। ତାପରେ ହଜବେଣ୍ଡ କଲ୍ କଲାରୁ ସେ ମୋ ଭଏସରୁ ହିଁ ଜାଣିଦେଲେ ମୁଁ କାନ୍ଦୁଥିଲି ବୋଲି। ସେ ତାପରେ ମତେ ବୁଝାବୁଝି କରେଇକି ଖାଇବାକୁ ବାଧ୍ୟ କରିବାରୁ ମୁଁ ତାପରେ ତାଙ୍କ ସାଙ୍ଗରେ କଥା ହେଇ ଖାଇବି ଦେଲି। ଆଉ ଗୋଟେ କଥା ହେଲା କି ଡିନରଟା ମୁଁ ସିଆଡୁ ବନେଇକି ନେଇ ଆସିଥିଲି, କାହିଁକି ନା ମୁଁ ଜାଣିଥିଲି ଆଉ ଗଲେ ହଜବେଣ୍ଡ ବି ତ ଚାଲି ଆସି ମୁଁ ଏକା ଛୁଆକୁ ଧରି ଡିନର ବି ବନେଇ ପାରିନଥାନ୍ତି। ପୁଣି ଗୋଟେ କଥା ବୁଝିବାକୁ ପଡୁଛି ଯେ କଷ୍ଟ ସିନା କିଛି ଦିନ ପାଇଁ, ହେଲେ ଏଇ ସ୍ମୃତି ତ ସବୁଦିନ ପାଇଁ ନା। ଖାଇ ପିଇ ସାରି ଫ୍ରେଶ ହେଇ ଆସିଗଲି ଶୋଇବା ପାଇଁ, ପୁଣି ସକାଳୁ ଜଲ୍ଦି ଉଠିଲେ ଜବକୁ ଯିବାର ଅଛି।